ମାନସ ବାବୁ ଏଇ ଯୋଉ ଆଳୁ ପ୍ରସଙ୍ଗରେ ଆପଣଙ୍କର ଯୋଉ ମତାମତ ଆପଣ ନିର୍ଦ୍ଦିଷ୍ଟ ଭାବରେ କଣ କହିବା ପାଇଁ ଚାହୁଁଛନ୍ତି? ଦେଖନ୍ତୁ ବିଶେଷ କରିକି ବାଲେଶ୍ୱର ଯେମିତି ଆମେ ଜାଣିଛେ ଦୁଇଟା ଷ୍ଟେଟ ଭିତରେ ଭଲ ସମ୍ପର୍କ ରଖିକି ଏମିତି ଗୋଟେ ବିଜନେସ ଗୋଟେ ବାତାବରଣ ଚାଲେ। ତ ଆମର ପଶ୍ଚିମବଙ୍ଗରୁ ଆଳୁ ଆସେ ଏବଂ ପଶ୍ଚିମବଙ୍ଗକୁ ବି ଆମେ ମଧ୍ୟ ବହୁତ ଜିନିଷ ରପ୍ତାନି କରୁ। ଅଣ୍ଡା ଅଣ୍ଡା ଯୋଉ ଆସେ ଆମ ବାଲେଶ୍ୱର ଦେଇକି ଯାଏ, ଯୋଉଟା ଆନ୍ଧ୍ରରୁ ଆସେ। ବାଲେଶ୍ୱର ବି ଅନେକ ଜିନିଷ ପଶ୍ଚିମବଙ୍ଗରୁ ଆସେ। ମୋର କହିବାର ବିଶେଷ କଥା ହଉଛି ପଶ୍ଚିମବଙ୍ଗର ସରକାର ଜାଣି ଶୁଣି ଏଇଭଳିଆ ସମୟରେ ଯୋଉ ପ୍ରକାର ଭାବରେ ଆଳୁ ବନ୍ଦ କରିଦେଇଛି। ଏବେ ଏବେ ମୁଁ ସେଠିକାର ଆଡମିନିଷ୍ଟ୍ରେସନ ସହିତ ବି ଯୋଗାଯୋଗ କରୁଥିଲି, ଖବର ପାଇଲି କି ତାଙ୍କର ପୁଲିସ ଜାଣି ଶୁଣି ଚେକପୋଷ୍ଟ ଲଗେଇଛି, ନାକା ଲଗେଇଛି ଏବଂ ବନ୍ଦ କରିଛି। ଏହା ଉଚିତ ନୁହେଁ। ଆମେ ଯେମିତି ବସୁଧୈବ କୁଟୁମ୍ବକମ କଥା କହୁଛେ, ଆପଣଙ୍କ ସଜେସନ କଣ ମାନସ ବାବୁ? ମୁଁ ଆପଣଙ୍କ ମାଧ୍ୟମରେ ଏବେ ଗଣମାଧ୍ୟମ ମାଧ୍ୟମରେ ମଧ୍ୟ ସମସ୍ତଙ୍କୁ ନିବେଦନ କରିଥିଲି କି ପଶ୍ଚିମବଙ୍ଗର ସରକାର ଏହା ଭୁଲି ଯାଆନ୍ତୁ ନାହିଁ କି ଆପଣ ଆଳୁ ଦେଲେ ଆମେ ବି କଣ ଦଉଛେ ଆପଣଙ୍କୁ। ତେଣୁ ଆମେ ଉତ୍ତମ ସମ୍ପର୍କ ସୃଷ୍ଟି କରିବା। ଯଦି କିଛି ଅସୁବିଧା ହେଇଛି ଲୋକାଲ ଆଡମିନିଷ୍ଟ୍ରେସନ ସହିତ କଥା ହୁଅନ୍ତୁ। ଆମେ ବି କଲେକ୍ଟରଙ୍କ ଜରିଆରେ ଗୋଟେ ଟାସ୍କ ଫୋର୍ସ ଆମେ ତିଆରି କରୁଛୁ ସିଏସଓ କୁ ହେଡ୍ କରିକି। ତେଣୁ ମୁଁ ଭାବୁଛି ଖୁବ ଶୀଘ୍ର ଏହା ରିଜଲ୍ଭ ହବ। ଆମେ କଣ ବନ୍ଦ କରିଦବା ଉଚିତ ବେଙ୍ଗଲକୁ? ନାଇଁ ଦେଖନ୍ତୁ, ଆଟମୋଷ୍ଟ ଯଦି ସେମାନେ ନ ଶୁଣିବେ ତାହେଲେ ଆମକୁ କଡା ପଦକ୍ଷେପ ନେବାକୁ ପଡିବ। ଆମେ ପ୍ରଥମେ ଅନୁରୋଧ ପୂର୍ବକ ତାଙ୍କୁ ନିବେଦନ କରୁଛେ। ଯଦି ନିବେଦନ ଗ୍ରାହ୍ୟ ନ ହୁଏ ତାହେଲେ ପୁଣି ପ୍ରଶାସନିକ ସ୍ତରରେ ଯାହା ନିଷ୍ପତ୍ତି ନେବାକୁ ପଡିବ ନବା। ନା ବିଧାନସଭାରେ ଆପଣ କଣ ସେଇ ଦାବି କରିଥିଲେ ଯେ ପଶ୍ଚିମବଙ୍ଗକୁ ରକ୍ଷା? ବିଧାନସଭାରେ ପଶ୍ଚିମବଙ୍ଗ ଏ ପ୍ରକାର ବାରମ୍ବାର କରି ଆସୁଛି, ଆଉ ଆମେ ସବୁବେଳେ ନିବେଦନ କରୁଛେ। ଆଉ ଗୋଟେ ମାନେ ସୁସମ୍ପର୍କ ରଖିବା ପାଇଁ ପଶ୍ଚିମବଙ୍ଗ ଚାହୁଁନାହିଁ। ତେଣୁ ଗୋଟେ ଶକ୍ତ କିଛି କରିବା ପାଇଁ ଆମେ ନିବେଦନ କରିଥିଲେ। ମାନେ ଆପଣ ଚାହୁଁଛନ୍ତି ଯେ ଓଡିଶାରୁ ଯାହା ଯାଉଛି ପଶ୍ଚିମବଙ୍ଗକୁ ତାକୁ ବନ୍ଦ କରିବା ପାଇଁ? ଆରେ ମୁଁ କହୁଛି ଏଟା ଅଟମୋଷ୍ଟ ହଉ। ଯଦି ସେମାନେ ଆମ କଥା ନ ଶୁଣିଲେ ତାପରେ ଆମେ ବି କଣ କରିବା କଥା କରିବା। ଆମେ କଣ ଦଉଛୁ ବୋଲି ଆପଣଙ୍କ ପାଖରେ ଖବର ଅଛି? ଏବେ ତ ଆପଣଙ୍କୁ ଗୋଟେ ଉଦାହରଣ ଦେଲି, ଆନ୍ଧ୍ରରୁ ଯୋଉ ଅଣ୍ଡା ଆସୁଛି ସେଟା ଆମ ରାସ୍ତା ଦେଇକି ଆସୁଛି। ତ ଆମେ ତ ଆନ୍ଧ୍ରର ତାକୁ ଅଣ୍ଡା ବନ୍ଦ ଯେମିତି କଲେନି ନା। ଆମେ ତ ସେ ରାସ୍ତାକୁ ବନ୍ଦ କରୁନେ ନା। ଆନ୍ଧ୍ରର ଅଣ୍ଡାକୁ ଆମର ତାହେଲେ ଆମେ ଆମର ଆମର ଭୋଗରାଇରୁ ପାନ ଯାଉଛି ଆଜ୍ଞା କଲିକତାକୁ, ଆମେ ମନା କରୁଛୁ କି? ହଁ, ତ ଆପଣ କଣ କହୁଛନ୍ତି ଆନ୍ଧ୍ରର ଅଣ୍ଡାକୁ ଓଡିଶା ଚାହିଁଲେ ଏଠି ଅଟକେଇ ଦେଇ ପାରିବ ଯଦି ଆମ ଆଳୁକୁ ଚାହିଁବା ଅଟକେଇ ନ ଦିଆଯାଏ? ଚାହିଁବା କଥା ମୁଁ କହୁନାହିଁ। ମୁଁ ତାଙ୍କୁ କେବଳ ମନେ ପକେଇ ଦେବାକୁ ଚାହୁଁଛି କି ଯାହା ଆପଣ ବାଲେଶ୍ୱର ବା ଓଡିଶା ପାଇଁ କରୁଛନ୍ତି, ଓଡିଶା ଯଦି ଆପଣଙ୍କ ପାଇଁ ତାହା କରେ ତାହେଲେ ଆପଣଙ୍କ ତଣ୍ଟିରୁ ପାଣି ଯିବ ନାହିଁ। ତେଣୁ ପ୍ରଶାସନିକ କଡା ନିଷ୍ପତ୍ତି ନେବା ପାଇଁ ବାଧ୍ୟ କରନ୍ତୁ ନାହିଁ। ଏଇଟା ଆମେ ପଶ୍ଚିମବଙ୍ଗ ସରକାରକୁ ଏଇଟା ଜଣେଇ ଦଉଛୁ। ଆପଣ କଣ ଭାବୁଛନ୍ତି ମମତା ବାନାର୍ଜୀ ଜାଣି ଶୁଣି ବିଜେପି ଶାସିତ ରାଜ୍ୟ ଓଡିଶା ବୋଲି ଏଇଭଳି ନିଷ୍ପତ୍ତି ନେଇଛନ୍ତି? ମୁଁ ଭାବୁଛି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୀତ ହେଇଥାଇପାରେ। ସତ୍ୟାସତ୍ୟ ଉପରେ ଯାଞ୍ଚ କରିବାକୁ ପଡିବ, ତଦନ୍ତ ସାପେକ୍ଷ। ତ ଭାରତୀୟ ଜନତା ପାର୍ଟି ଆ ଉପରେ ଗୋଟେ ଟଫ୍ ଷ୍ଟାଣ୍ଡ ନଉଛି କି ଗୋଟେ ବଡ ଧରଣର? ନିଶ୍ଚିତ ଭାବରେ ଦେଖନ୍ତୁ, ଆମେ ଏ ବିଷୟ ଏରାଇ ସଭା ମାତ୍ରେ ପ୍ରଥମତଃ ମୁଁ ମନ୍ତ୍ରୀଙ୍କୁ ଧନ୍ୟବାଦ ଦଉଛି, ଯୋଗାଣ ମନ୍ତ୍ରୀଙ୍କୁ। ସେ ଯାଇକି ଆଜି ବି ଆପଣ ମାନେ ଭିଜୁଆଲସ ଦେଖେଇଥିଲେ। ଯୋଉଗୁଡା ଆଳୁ ଷ୍ଟକିଂ ଅଛି ସେମାନଙ୍କୁ କହିଛନ୍ତି ଇମିଡିଏଟ ରିଲିଜ କରା ଆଳୁ। ଏକ ଦ୍ୱିତୀୟ କଥା, ମନ୍ତ୍ରୀ ଫଟ କିନା ରେସ୍ପଣ୍ଡ କରିକି ସାଙ୍ଗେ ସାଙ୍ଗେ ରେସ୍ପଣ୍ଡ କରିକି କଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଲେ। କଲେକ୍ଟର ଟାସ୍କଫୋର୍ସ ତିଆରି କଲେ। ସିଏସଓ ଏବେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅଛନ୍ତି। ମୁଁ ଭାବୁଛି ଭଲ କିଛି ହବା, ଆଉ ଏ ପ୍ରକାର ପରିସ୍ଥିତି ୱେଷ୍ଟବେଙ୍ଗଲ ତରଫରୁ ନ ଆସୁ ବୋଲି ମୁଁ ଆପଣଙ୍କ ମାଧ୍ୟମରେ ବି ନିବେଦନ କରୁଛି। ତ ଆପଣଙ୍କର ନେଗୋସିଏସନ ଚାଲିଛି କି ୱେଷ୍ଟବେଙ୍ଗଲ ସରକାରଙ୍କ ସହିତ? ପ୍ରଶାସନିକ ସ୍ତରରେ କଥାବାର୍ତ୍ତା ଚାଲିଛି। କଥାବାର୍ତ୍ତା ଚାଲିଛି। ଆପଣ ଭାବୁଛନ୍ତି କି ଏ ଯୋଉ ଆଳୁ ଗାଡି ଆସି ପହଞ୍ଚିବ ଓଡିଶାରେ ବୋଲି? ମୁଁ ୱେଷ୍ଟବେଙ୍ଗଲ ଆଶା କରୁଛି କି ଆମେ ସମସ୍ତେ ବସୁଧୈବ କୁଟୁମ୍ବକମର ବାକ୍ୟରେ ସମସ୍ତେ ମାନୁଛେ, ସମସ୍ତେ ତାକୁ ପାଳନ କରୁଛେ। ତେଣୁ କେବଳ ବାକ୍ୟ ନୁହେଁ କାର୍ଯ୍ୟରେ ମଧ୍ୟ ତାହା ସିଦ୍ଧ ହବ ବୋଲି ମୁଁ ଭାବୁଛି। ବହୁତ ଧନ୍ୟବାଦ ମାନସ ବାବୁ, ବହୁତ ଧନ୍ୟବାଦ।